ଅଧିକ ତେଲର ପରିମାଣ ଅଛି। ମସଲାର ବିଲକୁଲ ବି ଏଥିରେ ୟୁଜ୍ ହେଇନି। କିନ୍ତୁ ମୁଁ ବିନ୍ସ ଆଳୁ ଭାଜିଛି, ବହୁତ ଟେଷ୍ଟି ଲାଗିବ। ଥରେ ମୋ ଷ୍ଟାଇଲରେ ଏଭଳି ବିନ୍ସ ଆଳୁ ଭଜା କରନ୍ତୁ, ଦେଖିବେ ଆପଣଙ୍କୁ ପଖାଳ, ଶୁଖିଲା, ପରଟା, ରୁଟି ସବୁ ସହିତ ଭଲ ଲାଗିବ ସାଙ୍ଗମାନେ। ତ ଚାଲନ୍ତୁ ଆମେ ଏହାର ରେସିପି ଆରମ୍ଭ କରିବା। ସେଥିପାଇଁ ମୁଁ ଗ୍ୟାସ୍ ଅନ୍ କରି କଡ଼େଇ ବସାଇ ଦେଇଛି। ଆଉ ସେଥିରେ ଦେଇଛି କେବଳ 4 ଟେବୁଲ୍ ସ୍ପୁନ୍ ଅଏଲ୍। ଜିରା, ସୋରିଷ, କଞ୍ଚା ଲଙ୍କା ଅଧିକ ଦେବେ। ତାପରେ ଭୃଷଙ୍ଗ ପତ୍ର ଦେଇଦେଇଛି। ପିଆଜ ଦେଲା ପରେ ଆମେ ଏଇ ବିନ୍ସ ଆଳୁକୁ କାଟିକି ରଖିଥିଲେ ଦେଇଦେବା। ତାପରେ ସେଥିରେ ହଳଦୀ ହାଫ୍ ଚାମଚ, ଲୁଣ ଟେଷ୍ଟ ହିସାବରେ ଦେଇଦେବା। ଆଉ ଗ୍ୟାସ୍ ଫ୍ଲେମ୍କୁ ଆରମ୍ଭରୁ ଲୋ ପର୍ଯ୍ୟନ୍ତ କରିବେ। ପ୍ରାୟ 20 ମିନିଟ୍ ଭିତରେ ଆମର ଏଇ ଭଜାଟି ପ୍ରସ୍ତୁତ ହେଇଯିବ। ଯଦି ଆପଣମାନଙ୍କୁ ଏଇ ଭଜାଟି ଭଲ ଲାଗୁଛି ତାହେଲେ ନିଶ୍ଚିତ ରୂପେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଯଦି ଇନଷ୍ଟାଗ୍ରାମ, ଫେସବୁକରେ ଦେଖୁଛନ୍ତି ସୁମିତ୍ରା ମିଶ୍ର ମୋର ଆଇଡି, ନିଶ୍ଚିତ ରୂପେ ଲାଇକ୍, ସେୟାର, ଫଲୋ କରିବେ।